ବିଜେଡି ଦଳର ପ୍ରତିଷ୍ଠା ଦିବସରେ ଓଡ଼ିଶା ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଗାଁ ଗାଁରେ ପହଞ୍ଚାଇବା ପାଇଁ ବିଜେଡି ନିର୍ବାଚନ ମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସ ଆଡମ୍ବର ସହ ପାଳନ କରିବ। ଏହି ଦିବସ ପାଳନ କରିବା ନିମନ୍ତେ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଅଗଣିତ କର୍ମୀ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟଙ୍କୁ ଏକତ୍ରିତ କରି ପ୍ରସ୍ତୁତି ବୈଠକ ଆହ୍ୱାନ କରିଥିଲେ ଏବଂ ଆଡମ୍ବର ସହ ପ୍ରତିଷ୍ଠା ଦିବସ ପାଳନ କରିବା ନିମନ୍ତେ ସିଦ୍ଧାନ୍ତ ନେଇଥିବା ପ୍ରକାଶ କରିଛନ୍ତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ। ଆସନ୍ତୁ ଶୁଣିବା ସେ କ'ଣ କହୁଛନ୍ତି। ଆଜ୍ଞା, ଆପଣଙ୍କ ପରିଚୟ? ମୋ ନାଁ ହେଉଛି ଜଗବନ୍ଧୁ ଦାସ, ବିଜୁ ଜନତା ଦଳ ସଭାପତି ଗଜପତି। ବିଜେଡିର ଆସନ୍ତାକାଲି ଆପଣଙ୍କର ପ୍ରତିଷ୍ଠା ଦିବସ କ'ଣ ପ୍ରିପାରେସନ୍ କରିଛନ୍ତି? ଆମର ଗଜପତି ଜିଲ୍ଲାରେ ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ, ଗୋଟେ ହେଲା ପାରଳାଖେମୁଣ୍ଡି, ଗୋଟେ ହେଲା ମୋହନା। ମାନ୍ୟବର ରାଜ୍ୟ ସଭାପତି ତଥା ଆଦର୍ଶର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶ କ୍ରମେ ଆଗାମୀ 26 ତାରିଖ ଦିନ ଆମର ପ୍ରତିଷ୍ଠା ଦିବସ ପ୍ରତିବର୍ଷ ଯେମିତି ପାଳନ ହେଉଥିଲା ସେଭଳି ପାଳନ କରାଯିବ। ନିଶ୍ଚିତ ଭାବେ ମୋହନା ନିର୍ବାଚନ ମଣ୍ଡଳୀର ହେଡ଼କ୍ୱାର୍ଟରରେ କରାଯାଉଛି ମୋହନାରେ, ସେହିଭଳି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପାରଳାଖେମୁଣ୍ଡିରେ କରାଯାଉଛି। ସେଇଠି ଆମର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତାକୁ ସମସ୍ତଙ୍କୁ ଜଣାଇ ଦିଆଯାଇଛି। କାଲି ପ୍ରିପେଡ୍ ମିଟିଂ ମଧ୍ୟ ଥିଲା ପାରଳାଖେମୁଣ୍ଡି ଏବଂ ମୋହନାରେ ମଧ୍ୟ ସମସ୍ତ ପ୍ରାୟ ଜଣାଇ ଦିଆଯାଇଛି ଯେ 26 ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ ଆମର ବିଜୁ ଜନତା ଦଳର ବରିଷ୍ଠ କନିଷ୍ଠ କର୍ମୀ ଏବଂ ପିଆର୍ଏ ମେମ୍ବର୍ସ ସମସ୍ତଙ୍କୁ ଜିଲ୍ଲା ରାଜ୍ୟ ସ୍ତର ଜିଲ୍ଲା ସ୍ତରୀୟ ବ୍ଲକ ସ୍ତରୀୟ ସମସ୍ତ ନେତୃବୃନ୍ଦକୁ ଜଣାଇ ଦିଆଯାଇଛି ଯେ ପ୍ରତିଷ୍ଠା ଦିବସ ପାଳନ କରାଯିବ। ଏ ପ୍ରତିଷ୍ଠା ଦିବସରେ କେତେ କର୍ମୀ ଉପସ୍ଥିତ ରହିବେ ବୋଲି ଆପଣ ଭାବୁଛନ୍ତି? ଆମର ପ୍ରତିଷ୍ଠା ଦିବସରେ ମିନିମମ୍ ଆମର 5,000 ଲୋକର ଆୟୋଜନ କରିବା ପାଇଁ ଆମର ବ୍ୟବସ୍ଥା ଅଛି। ସେଇଠି ପ୍ରତି ମେଡ଼ିକାଲରେ ଆମର ଫଳ ବଣ୍ଟନ କାର୍ଯ୍ୟକ୍ରମ ରୋଗୀମାନଙ୍କ ପାଇଁ କରାଯିବାର ବ୍ୟବସ୍ଥା ଅଛି। ଗଣଦେଉଳ କରିବା ପାଇଁ ଗୋଟେ ଯୋଜନା ଅଛି। ସେହିପରି ଜିଲ୍ଲା ସ୍ତରରେ ମଧ୍ୟ ଆମର ବିଜୁ ପଟ୍ଟନାୟକଙ୍କ ଷ୍ଟାଚ୍ୟୁରୁ ଫୁଲ ଆଉ ପୁଷ୍ପମାଳ ପ୍ରଦାନ କରି ସେଇଠୁ ଆମର କାର୍ଯ୍ୟ ଆରମ୍ଭ ହେବ। ସେହି ଜାଗାରେ ଜିଲ୍ଲା ସ୍ତରରେ ଆମର ଉପସଭାପତି ଏବଂ ଆମର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଷ୍ଟେଟ୍ ସେକ୍ରେଟାରୀ ମାନେ ଜିଲ୍ଲା ସ୍ତରରେ ସେମାନେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଛି। ଆମର ମୋହନାରେ ଜିଲ୍ଲା ସଭାପତି ହିସାବରେ ମୁଁ ପରିଚାଳନା କରିବି ମୋହନାଟା, ଯାହାଦ୍ୱାରା କି ଆମର ଏଇଠି ମୋହନା ବ୍ଲକ ମୋହନା ନିର୍ବାଚନ ମଣ୍ଡଳୀର 4ଟା ବ୍ଲକ, 6ଟା ଜିପି, ସେଇଟା ହେଉଛି ରାୟଗଡ଼, ନୂଆଗଡ଼, ଉଦୟଗିରି, ମୋହନା। ତେଣୁ ଏଇ ଯେଉଁ ବଡ଼ ନିର୍ବାଚନ ମଣ୍ଡଳୀ ହେବା ଯୋଗୁଁ ଏଇଠି ମୁଁ ନିଜେ ରହିବାକୁ ପଡ଼ୁଛି। ତେଣୁ ଆମର ଏଇ ଯେଉଁ 4ଟା ବ୍ଲକର ସମସ୍ତ ବ୍ଲକ ସଭାପତି ଏବଂ ଆମର MP ରିପ୍ରେଜେଣ୍ଟ ଏବଂ ଜିଲ୍ଲା ପରିଷଦ ମେମ୍ବର ଏବଂ ଆମର ସରପଞ୍ଚ ସମିତି ସଭ୍ୟ ଏବଂ ଅନ୍ୟାନ୍ୟ ସମସ୍ତ ସ୍ୱେଚ୍ଛାସେବୀକୁ ସମସ୍ତଙ୍କୁ ଜଣାଇ ଦିଆଯାଇଛି ଯେ ଆମର ମୋହନାରେ ମଧ୍ୟ ଠିକ୍ସେ ପାଳନ କରିବା ପାଇଁ ଆମର ସବୁ ଯୋଜନା ହେଇଛି। ତେଣୁ ଉଭୟ ଦୁଇ ଗୋଟି ଯାକ ଆମର ସୁଚାରୁ ରୂପେ ହେଇପାରିବ। ଏଥିରେ ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଉପାନ୍ତ।